ଦେଖନ୍ତୁ ବର୍ତ୍ତମାନ ଯୋଉ ଜ୍ୱର ଚାଲିଛି ସୋସାଇଟିରେ ପ୍ରାୟ ପ୍ରତ୍ୟେକ ଦିନ ଆମେ ଦେଖୁଛୁ ଜ୍ୱର କେସ୍ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ। ଏଇଟା ହେଉଛି ଯେକୌଣସି ସମୟରେ ସିଜନ୍ ଚେଞ୍ଜ ହୁଏ, ମାନେ ଖରା ଦିନରୁ ବର୍ଷା ଦିନ ଆସେ ବା ବର୍ଷା ଦିନ ପରେ ଶୀତ ଦିନ ଆସେ, ଶୀତ ଦିନ ପରେ ପୁଣି ଖରା ଦିନ ଆସେ। ସେ ଟ୍ରାନ୍ସିସନ୍ ଟାଇମ୍ରେ ପ୍ରାୟ ଭାଇରସ୍ ମାନେ ଆକ୍ଟିଭ୍ ହେଇଯାନ୍ତି, କାରଣ ଭାଇରସ୍ ସବୁବେଳେ ଆମର ଏନ୍ଭାୟରମେଣ୍ଟରେ ଥାଆନ୍ତି, ବଢ଼ିକି ଥାଆନ୍ତି, କିଛି ଆମ ବଡ଼ିରେ ବି ଥାଆନ୍ତି। ସେ ଉପଯୁକ୍ତ ପାରିପାର୍ଶ୍ୱିକ ଅବସ୍ଥା ଆସିଲେ ସେମାନଙ୍କ ଆଗ୍ରାଭେସନ୍ ହେଇଯାଏ, ବଡ଼ି ଇମ୍ୟୁନିଟି କମିଗଲା କି টেম্পরেচর চেঞ্জ ହେଲା, କ୍ଲାଇମେଟ୍ ଚେଞ୍ଜ ହେଲା, ସେଗୁଡ଼ାକରେ ସେମାନେ ଆକ୍ଟିଭ୍ ହେଇକି ଆଗ୍ରେସିଭ୍ ହେଇକି। ତ ମୋଷ୍ଟଲି ଏଗୁଡ଼ା ଭାଇରାଲ୍ ଫିଭର, କିନ୍ତୁ ତା ମାନେ ନୁହେଁ ଯେ ଅନ୍ୟ ଜ୍ୱର ହେବନି। ମ୍ୟାଲେରିଆ ହେଇପାରେ, ଟାଇଫଏଡ଼୍ ହେଇପାରେ, ନିମୋନିଆ ହେଇପାରେ, ଟିବି ହେଇପାରେ, ଅନ୍ୟାନ୍ୟ ରୋଗ ବି ହେଇପାରେ, କିନ୍ତୁ ଆମକୁ ସବୁ ଜ୍ୱରକୁ ଭାଇରାଲ୍ ଭାବିବା ଉଚିତ ନୁହେଁ। ପେସେଣ୍ଟର ଲକ୍ଷଣ କ'ଣ? ଭାଇରାଲ୍ ଜ୍ୱରର ଗୋଟେ ପ୍ରଥମ ଲକ୍ଷଣ ହେଲା ସିଭିୟର ହେଡେକ୍ ହେବ, ବଡି ପେନ୍ ହେବ, ଜ୍ୱର ହେବ, ବାନ୍ତି ବାନ୍ତି ଲାଗିବ ଏବଂ ଟେମ୍ପରେଚର ବହୁତ ହାଇ ହେଇଯିବ। ତାପରେ 4-5 ଦିନ 7 ଦିନ ଭିତରେ ସେ କମି କମି ଆସିଯିବ। ତ ଇଟ୍ ଇଜ୍ ଏ ସେଲ୍ଫ ଲିମିଟିଂ ଡିଜିଜ୍। ତେଣୁ ଆମର ପେସେଣ୍ଟର ଲକ୍ଷଣ ଦେଖିକି ଆମେ ଜ୍ୱରର ରୋଗଟା ଚିହ୍ନଉ, କାରଣ ଜ୍ୱରଟା ହେଉଛି ସବୁଠୁ କମନେଷ୍ଟ ରୋଗ ଯେକୌଣସି ଲୋକଙ୍କୁ ଏବଂ ସବୁଠୁ ଡିଫିକଲ୍ଟ ରୋଗ ଟୁ ଡାଇଗ୍ନୋସ୍ ଆଣ୍ଡ ଡିଫିକଲ୍ଟ ରୋଗ ଟୁ ଟ୍ରିଟମେଣ୍ଟ। ସେଥିପାଇଁ ଜ୍ୱର କେସ୍ରେ ସବୁବେଳେ ସତର୍କ ଅବଲମ୍ବନ କରିବା ଉଚିତ। କୋଭିଡ୍ ମଧ୍ୟ ଗୋଟେ ଭାଇରସ୍ ବା ଭୂତାଣୁ ଜନିତ ରୋଗ। ଏଇଟା ଆମର ସେତେବେଳେ ଯେକୌଣସି ଭାଇରସ୍ ପ୍ରଥମେ ଆସେ ତାର ଆଗ୍ରାଭେଟ୍ ହେଇକି ହାଇ ଇଣ୍ଟେନ୍ସିଟିରେ ସେ ହୁଏ, ତାପରେ କିଛି ଦିନ ଗଲା ପରେ ତାର ରେସିଡୁଆଲ୍ ଇନଫେକ୍ସନ୍ ହିସାବରେ ରହିଯାଏ ସୋସାଇଟିରେ ଏବଂ ସେ ଟୋଟାଲି ଜିରୋ ହୁଏନି। ବହୁତ ପ୍ରକାର ଭାଇରସ୍ ଆସିଛନ୍ତି ଆଗରୁ, ମାନେ ରୁବେଲା ହଉ, ମମ୍ପସ୍ ହଉ, ବିଭିନ୍ନ ପ୍ରକାର ଭାଇରସ୍ ଯୋଗୁଁ ଆଗରୁ ହେଇଛି, ଯେଉଁମାନେ ବର୍ତ୍ତମାନ ଡର୍ମାଣ୍ଟ ଷ୍ଟେଜ୍ରେ ରହୁଛନ୍ତି, ବେଳେବେଳେ ଆଗ୍ରାଭେଟ୍ କରିଯାଉଛନ୍ତି। ତା ଛଡ଼ା ଏ ଯେଉଁ କୋଭିଡ୍ କଥା କହୁଛନ୍ତି, କୋଭିଡ୍ ସମୟରେ ମଧ୍ୟ ଆମର ସେତେବେଳେ ପ୍ରାୟ ଭ୍ୟାକ୍ସିନେସନ୍ ଦିଆହେଇଥିଲା, କିନ୍ତୁ ଭ୍ୟାକ୍ସିନ୍ ଦେଲେ ଯେ ନହେବ ସେମିତି କିଛି ନାହିଁ। ଭ୍ୟାକ୍ସିନ୍ ଦେଲା ପରେ ତାର ଲୋକର ଆଣ୍ଟିବଡି କେତେ ଡେଭଲପ୍ ହେଇଛି ନାହିଁ, ରୋଗ ପ୍ରତିରୋଧକ ଶକ୍ତି ସତରେ ଡେଭଲପ୍ ହେଇଛି ନା ନାହିଁ, ତା ବଡ଼ିର ଇମ୍ୟୁନିଟି ଏବେ ଅଛି ନା ନାହିଁ, ତା ଉପରେ ନିର୍ଭର କରେ। ସବୁଆଡ଼େ ଜ୍ୱର ହେଉଛି, ଆମ ପରିବାରରୁ 2-3 ଜଣ ଜ୍ୱରରେ ପଡ଼ିଛି, ଆମେ ଡକ୍ଟରଙ୍କ ପରାମର୍ଶ ନେଉ। ନିଶ୍ଚୟ ସତର୍କ ରହିବାର ଅଛି। ସାଙ୍ଗେ ସାଙ୍ଗେ ଜ୍ୱର ହେଲେ ଆମେ ଡକ୍ଟର ସାଙ୍ଗେ ସାଙ୍ଗେ ଦେଖିବାକୁ ପଡ଼ିବ ଆଉ ଡକ୍ଟର ଅନୁସାରେ ଟେଷ୍ଟ କରିବାକୁ ପଡ଼ିବ। ଆଜିକାଲି ଯେଉଁ କରୋନା ଚାଲିଛି ପୁଣି ରିଟର୍ନ ହେଉଛି, ତେଣୁ ମାନେ ଜନସଚେତନ ହେବା ଦରକାର, ଆମେ ନିଜେ ମନ ସଚେତନ ହେବା ଦରକାର। ତେଣୁକରି ନିଶ୍ଚୟ ଡକ୍ଟର ପରାମର୍ଶ ନେଇକିନା ଆପଣ ଟେଷ୍ଟ ମାଧ୍ୟମରେ ଆପଣ ଜ୍ୱର ଭଲ କରିବେ। କୋଭିଡ୍ ତ ବହୁତ ଡର ଥିଲା, କିନ୍ତୁ ଏବେ କୋଭିଡ୍ ଫେରିଲାଠୁ ଡର ଅଛି, କିନ୍ତୁ ଏତେଟା ଆଗ ଭଳିଆ ଡର ନାହିଁ। ତଥାପି ନୂଆ ଭ୍ୟାରିଏଣ୍ଟ ବି କୋଭିଡ୍ ଆସିଛି, ନିଶ୍ଚୟ ଭୟ ରହୁଛି। India's largest and leading cancer hospital chain. 35 years of trusted care with an 85% success rate. HCG, Cuttack and Bhubaneswar.